very sweet morning. Namaskar. 16 April Tuesday. ଆଜିର ଶୁଭ ସମୟ ହେଉଛି ଗୋଟେ 2ରୁ 1:20 ପୁନଶ୍ଚ 4:30ରୁ 5:11 ସନ୍ଧ୍ୟା ସମୟ ହେଉଛି 9:05ରୁ 11:20। ଏହି ସମୟରେ ଆପଣ କିଛି ବି କାମ କରନ୍ତୁ, କାମର ଅନେକ ବାଧାବିଘ୍ନ ଦୂର ହେବ। ମେଷ ରାଶି ଆପଣଙ୍କ ପାଇଁ ଆଜି ବହୁତ ଭଲ ଅଛି। ଲକ୍ ସାଥି ଦେବ। ହାୟର ଅଥରିଟି ଓଭର ପ୍ଲିଜ୍ ଅଛନ୍ତି। ଦୂରଯାତ୍ରା ପାଇଁ ଆଜି କିଛି ଷ୍ଟେପ୍ ନେବେ। କୌଣସି ଆପଣ ଶୁଭ କାର୍ଯ୍ୟରେ, ପୂଜା ପାଠ, ଆଧ୍ୟାତ୍ମିକ କାର୍ଯ୍ୟରେ ଆଜି ଖୁସି ମଧ୍ୟ ପାଇବେ। ହାୟର ଏଜୁକେସନ୍ ପାଇଁକି ଯେଉଁମାନଙ୍କର ଚାହୁଁଛନ୍ତି ଆଜି କିଛି ଷ୍ଟେପ୍ ନେଇପାରିବେ। ବହୁତ ବଢ଼ିଆ ଦିନ ଅଛି। ପୁରୁଷ ରାଶି ଆପଣ ଆଜି କ୍ୟାରିୟରକୁ ଫୋକସ୍ କରିବେ। ଆପଣଙ୍କର ଷ୍ଟାଟସ୍କୁ ଭଲ କରିବା ପାଇଁକି ଆପଣ ଆଜି କିଛି ଷ୍ଟେପ୍ ନେବେ। ପିତାଙ୍କୁ ନେଇକି ଆପଣ ଆଜି କିଛି ଟେନସନ୍ରେ ରହିବେ, କିନ୍ତୁ ପିତାଙ୍କର କିଛି କାମ କରନ୍ତୁ, ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତି ହେବ। ମିଥୁନ ରାଶି ପବ୍ଲିକ୍ କଣ୍ଟାକ୍ଟ ବହୁତ ଭଲ ରହିବ। ଆପଣ ଆଜି କିଛି ଲାଭ ତ ପାଇବେ, କିଛି ୱିଶ୍ ଆପଣଙ୍କର ଫୁଲଫିଲ୍ ହେବ, ଆଗକୁ ବଢ଼ିବ। ଆଜି ଫୋନ୍ରେ ଆପଣଙ୍କର କୌଣସି ବ୍ୟକ୍ତିର ନମ୍ବର ଆଜି ଲେଖା ହେବ। କର୍କଟ ରାଶି ଆପଣ ଆଜି ଡିସଆପଏଣ୍ଟ ରହିବେ। ଖର୍ଚ୍ଚ ଅଛି, କିଛି ଲସ୍ ହେଇପାରେ। କୌଣସି କାମକୁ କରିବା ପାଇଁକି ଆଜି ଭଗବାନଙ୍କୁ ପ୍ରେୟାର କରିବାକୁ ବାଧ୍ୟ ହେବେ। ଦେଖି ଚାହିଁକି ଷ୍ଟେପ୍ ନିଅନ୍ତୁ, ଇନଭେଷ୍ଟମେଣ୍ଟ କରନ୍ତୁ ନାହିଁ। ଆଜି ବହୁତ କଥା ମାଇଣ୍ଡକୁ ଆସିବ। ଆପଣ ଆଜି ବହୁତ ଡ୍ରିମ୍ ଦେଖିବେ। ରାଶି ଆପଣଙ୍କ ପାଇଁ ଆଜି ବହୁତ ଭଲ ଅଛି। ଆପଣ ଆଜି ନୂଆ ଖୁସି ମିଳିବ। ଆପଣଙ୍କୁ ଏନର୍ଜେଟିକ୍ ଫିଲ୍ କରିବେ। ଯେଉଁ ଜାଗାକୁ ଯିବେ ଲାଇମ୍ ଲାଇଟ୍ ରହିବେ। କିଛି ଉପହାର ବି ପ୍ରାପ୍ତି ହେବ। ଆପଣଙ୍କୁ କମ୍ପ୍ଲିମେଣ୍ଟ ମିଳିବ। କନ୍ୟା ରାଶି ଡିଷ୍ଟର୍ବ ରହିବେ। ଫ୍ୟାମିଲି ଲାଇଫ୍ରେ କିଛି ଇସ୍ୟୁ ହେଇପାରେ। ଫାଇନାନ୍ସକୁ ନେଇକି ଆପଣ ଆଜି କେୟାର ଅଧିକା ନେବେ। କଥାବାର୍ତ୍ତାରୁ କିଛି ଆଜି ବିଗିଡ଼ି ଯାଇପାରେ ସିଚୁଏସନ୍। କେୟାରଫୁଲ୍ ରୁହନ୍ତୁ, କଥାକୁ କେୟାରଫୁଲ୍ ଆପଣ ଇଣ୍ଟରାକ୍ଟ କରନ୍ତୁ। ତୁଳା ରାଶି ସର୍ଟ ଜର୍ଣ୍ଣିଂ ବହୁତ ଭଲ ରହିବ। କିଛି ନୂଆ ହବି ଆପଣଙ୍କୁ ମିଳିବ। କରେଜ୍ କରିବେ ନିଜକୁ। ଆଜି ନିଜେ ବହୁତ ବଢ଼ିଆ ନିଜକୁ ଆଜି ସାଥି ବି ଦିଅନ୍ତୁ। ଫାଇନାନ୍ସିଆଲ୍ ପାଇଁକି ଆଜି କିଛି ଷ୍ଟେପ୍ ନେବେ। ଆପଣଙ୍କର କୌଣସି ଯୋଗାଯୋଗ ଦ୍ୱାରା କିଛି କାମ ହେଇଯିବ। ଆପଣ ଫ୍ୟୁଚର୍ ରିଲେଟେଡ଼୍ କିଛି ଷ୍ଟେପ୍ ନେବେ। ବିଛା ରାଶି କିଣାକିଣି କରିବେ। କୌଣସି ଘରର ସାମାନ କିଣିବେ। ଗାଡ଼ିର ପାର୍ଟସ୍ କିଣିପାରନ୍ତି। ନିଜ ଘର ବିଷୟରେ ଚେଷ୍ଟା କରିବେ। ବିଭିନ୍ନ ଲୋକ ସହିତ ସାକ୍ଷାତ ହେବ। କୌଣସି ବୃଦ୍ଧ ଲୋକଙ୍କ ସହିତ ଆପଣ ଆଜି ଇଣ୍ଟରାକ୍ଟ କରିବେ। ଧନୁ ରାଶି ଆପଣଙ୍କ ପାଇଁ ଆଜି ବହୁତ ବଢ଼ିଆ ଅଛି। ଏଣ୍ଟରଟେନମେଣ୍ଟ ଆଜି କରିବେ। ଆପଣ ଏଜୁକେସନରେ ଆଜି କିଛି ଲାଭ ମିଳିବ। ଗୁଡ୍ ନ୍ୟୁଜ୍ ମିଳିବ। ଆପଣ ଆଜି ଅତି କ୍ଲୋଜ୍ ଫ୍ରେଣ୍ଡଙ୍କ ସହିତ ହୋଟେଲ ଯାଇପାରନ୍ତି। ବିୟୁଟିଫୁଲ୍ ଡେ ଅଛି। ମକର ରାଶି ଆପଣଙ୍କ ହେଲ୍ଥ ପ୍ରୋବ୍ଲେମ୍ ଆସିପାରେ। କୌଣସି ପ୍ରୋବ୍ଲେମକୁ ସର୍ଟ ଆଉଟ୍ କରିବା ପାଇଁକି ଆପଣ ବହୁତ ଏକଦମ ସିରିୟସଲି ଆପଣ ଏଫର୍ଟ ଦିଅନ୍ତୁ। ଆପଣଙ୍କୁ କୌଣସି ବ୍ୟକ୍ତି ଆଜି କିଛି କମ୍ପିଟିସନର କରିବା ପାଇଁକି ଚ୍ୟାଲେଞ୍ଜ ଦେଇପାରନ୍ତି। କେୟାରଫୁଲ୍ ରୁହନ୍ତୁ। କାମ ଦାମ କରିବେ, ବିଜି ରହିବେ। ହେଲ୍ଥ ପ୍ରୋବ୍ଲେମ୍ ହେଇପାରେ। କୁମ୍ଭ ରାଶି ଆପଣଙ୍କୁ ଆପଣଙ୍କର କୌଣସି ଅନନୋନ୍ ପର୍ସନଙ୍କ ସହିତ ଆଜି ଷ୍ଟାର୍ଟ ହେବ କିଛି ରିଲେସନ୍। ବିଜନେସ୍ରେ ବହୁତ ଲାଭ ପାଇବେ। ଆପଣଙ୍କୁ ଆଜି କନସଲଟାନ୍ସି କରିବାକୁ ପସନ୍ଦ ଆସିବ। ବହୁତ ଭଲ ଦିନ ଅଛି। କିଛି ପେପର ୱାର୍କ ମଧ୍ୟ କରିବେ। ଟ୍ରାଭେଲ୍ ବହୁତ ଭଲ ରହିବ। ମୀନ ରାଶି ଆପଣଙ୍କ ପାଇଁ ଆଜି କିଛି ପ୍ରୋବ୍ଲେମ୍ ସାମ୍ନାରେ ରହିବ। ସିକ୍ରେଟିଭଲି ଆପଣ କାମ କରିବେ। ଆପଣଙ୍କୁ ହେଲ୍ଥର ପ୍ରୋବ୍ଲେମ୍ ହେଇପାରେ। କିଛି ବାଧା ଆସିପାରେ। ଅଗ୍ନି ପ୍ରତି ସାବଧାନ ରୁହନ୍ତୁ। ସ୍ପେଶାଲି ଆକ୍ସିଡେଣ୍ଟ ପ୍ରତି ମଧ୍ୟ। ଇନହେରିଟାଣ୍ଟ ପ୍ରପର୍ଟିକୁ ଆପଣ କିଛି କରିବା ପାଇଁକି ଟ୍ରାଏ କରିବେ। ଟ୍ୟାକ୍ସ ଦିଗ ଆପଣ ଆଜି ଯଦି କିଛି କାମ ଅଛି କରିବା ପାଇଁ ଏ ଦିଗରେ ଚିନ୍ତା କରିବେ। କିଛି ଇଣ୍ଡିସି ବି କାମ କରିବା ପାଇଁକି ଆପଣ ଆଜି ଟ୍ରାଏ କରନ୍ତୁ ନାହିଁ। ଭାବିଚିନ୍ତିକି ଷ୍ଟେପ୍ ନିଅନ୍ତୁ କୌଣସି ଦିଗରେ। କିଛି ବ୍ୟାଡ୍ ନ୍ୟୁଜ୍ ମିଳିବାର ପସିବିଲିଟି ଅଛି। ଆପଣ ଆଜି ସିରିୟସ୍ ରୁହନ୍ତୁ। ଅକଲ୍ଟ ସାଇନ୍ସ ପ୍ରତି ମଧ୍ୟ ଟିକେ ଇଣ୍ଟରେଷ୍ଟ ଆସିବ। କୌଣସି ବ୍ୟକ୍ତିଙ୍କର ଘରରେ କିଛି ପ୍ରୋବ୍ଲେମ୍ ହେଇପାରେ କିମ୍ବା ହେଲ୍ଥ ପ୍ରୋବ୍ଲେମ୍ ହେଇପାରେ। ସେଥିପାଇଁକି ଆପଣ କେୟାରଫୁଲ୍ ରୁହନ୍ତୁ। ଆପଣ
କିଛି ଯେଉଁମାନଙ୍କର ଦାମ୍ପତ୍ୟ କଳହ ଚାଲିଛି, ଡିଭୋର୍ସ ଚାଲିଛି, ଏ ଆଗକୁ ବଢ଼ିବ। ଦାମ୍ପତ୍ୟ କଳହ ମଧ୍ୟ ଆଜି କିଛି ହେବାର ସମ୍ଭାବନା ଅଛି, କେୟାରଫୁଲ୍ ରୁହନ୍ତୁ। ଦିନକୁ ଆହୁରି ସୁନ୍ଦର କରିବା ପାଇଁକି ବଜରଙ୍ଗ ବାଣ ପାଠ କରନ୍ତୁ। ଯେଉଁମାନଙ୍କର କଳି ଝଗଡ଼ା ଇସ୍ୟୁ ହେଉଛି, ଆପଣ ଆଜି ଦୁର୍ଗା କବଚ ପାଠ କରନ୍ତୁ, ସୁନ୍ଦରକାଣ୍ଡ ପାଠ କରନ୍ତୁ, ବହୁତ ବଢ଼ିଆ ରହିବ। ଯେଉଁମାନେ ଭୂମି ପ୍ରାପ୍ତି ପାଇଁକି ଚାହୁଁଛନ୍ତି, ଭୂମି ସମ୍ବନ୍ଧିତ କିଛି ପ୍ରୋବ୍ଲେମ୍ ଅଛି, ଗୁଡ଼, ଚିନି, ଅଟା ଆପଣ ଲାଲ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ, ଆପଣଙ୍କୁ କିଛି ନା କିଛି ବାଟ ମିଳିଯିବ। ଥ୍ୟାଙ୍କ ୟୁ। ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା କି ନୂଆ ନୂଆ ଭିଡ଼ିଓ ଆପଣ ଦେଖିପାରିବେ। ଧନ୍ୟବାଦ।